ପିଲାମାନେ ତୁମର ବାର୍ଷିକ ପରୀକ୍ଷାରେ ଯଦି ସାନ୍ତାଳ ବିଦ୍ରୋହକୁ ନେଇକି 8 ମାର୍କର ପ୍ରଶ୍ନ ଆସେ ତାହେଲେ ପ୍ରଥମେ ତୁମେ ସାନ୍ତାଳ ବିଦ୍ରୋହ ବିଷୟରେ ସାମାନ୍ୟ ଜ୍ଞାନ ପ୍ରଦାନ କରିବ। ତାପରେ ସାନ୍ତାଳ ବିଦ୍ରୋହର କାରଣ ଗୁଡ଼ିକ କ'ଣ କ'ଣ ଥିଲା ଲେଖିବ। ତାପରେ ସାନ୍ତାଳ ବିଦ୍ରୋହର ଅଗ୍ରଗତି ବିଷୟରେ ଲେଖିବ। ସାନ୍ତାଳ ବିଦ୍ରୋହର ଦମନ ବିଷୟରେ ଲେଖିବ ଏବଂ ପରିଶେଷରେ ସାନ୍ତାଳ ବିଦ୍ରୋହର ଫଳାଫଳ ଲେଖି ତୁମର ଉତ୍ତରଟିକୁ ସମ୍ପୂର୍ଣ୍ଣ କରିବ। ପିଲାମାନେ ଆମେ ସାନ୍ତାଳ ବିଦ୍ରୋହର ପ୍ରଥମ ଭାଗ ଭିଡ଼ିଓରେ ସାନ୍ତାଳ ବିଦ୍ରୋହ ବିଷୟରେ ଜାଣିଛେ। ଯେଉଁ ପିଲାମାନେ ସାନ୍ତାଳ ବିଦ୍ରୋହର ପ୍ରଥମ ଭାଗ ଭିଡ଼ିଓଟିକୁ ଦେଖି ନାହିଁ ସେମାନେ ପ୍ରଥମେ ସାନ୍ତାଳ ବିଦ୍ରୋହର ପ୍ରଥମ ଭାଗ ଭିଡ଼ିଓଟିକୁ ଦେଖିବେ। ତାପରେ ଆଜିର ଏହି ସାନ୍ତାଳ ବିଦ୍ରୋହର ଦ୍ୱିତୀୟ ଭାଗ ଭିଡ଼ିଓଟିକୁ ଦେଖିବେ। ଆଜିର ଏହି ସାନ୍ତାଳ ବିଦ୍ରୋହର ଦ୍ୱିତୀୟ ଭାଗ ଭିଡ଼ିଓରେ ଆମେ ଆଲୋଚନା କରିବା ସାନ୍ତାଳ ବିଦ୍ରୋହର କାରଣ ଗୁଡ଼ିକ। ତ ଚାଲ ପିଲାମାନେ ଆମେ ଜାଣିବା ଏବଂ ବୁଝିବା ସାନ୍ତାଳ ବିଦ୍ରୋହର କାରଣ ଗୁଡ଼ିକ କ'ଣ କ'ଣ ଥିଲା। ସାନ୍ତାଳ ବିଦ୍ରୋହର କାରଣ ଏଠି ଯେଉଁ 7ଟି କାରଣ ଲେଖା ହେଇଛି ପିଲାମାନେ ତୁମେମାନେ ଦେଖିପାରୁଥିବ। ମୁଖ୍ୟତଃ ଏହି 7ଟି କାରଣ ହେଉଛି ସାନ୍ତାଳ ବିଦ୍ରୋହର ମୁଖ୍ୟ କାରଣ ଏବଂ ସେହି କାରଣ ଗୁଡ଼ିକ କ'ଣ କ'ଣ ଦେଖ ପିଲାମାନେ। କର୍ତ୍ତୃତ୍ୱ ବିସ୍ତାର, କିଏ କର୍ତ୍ତୃତ୍ୱ ବିସ୍ତାର କରୁଥିଲା, କିପରି କର୍ତ୍ତୃତ୍ୱ ବିସ୍ତାର କରୁଥିଲା, ଯେତେବେଳେ ଆମେ ଏହି କର୍ତ୍ତୃତ୍ୱ ବିସ୍ତାର କାରଣଟିକୁ ପଢ଼ିବା ସେତେବେଳେ ଜାଣିବା। ଇଂରେଜମାନଙ୍କର ରାଜସ୍ୱ ନୀତି, ଇଂରେଜମାନଙ୍କର ରାଜସ୍ୱ ନୀତି ମଧ୍ୟ ସାନ୍ତାଳ ବିଦ୍ରୋହର ଏକ କାରଣ ଥିଲା। ସାନ୍ତାଳ ମହିଳାମାନଙ୍କ ଉପରେ ଦୁର୍ବ୍ୟବହାର, ସାନ୍ତାଳ ମହିଳାମାନଙ୍କ ଉପରେ ଦୁର୍ବ୍ୟବହାର କରୁଥିଲେ, ତେଣୁକରି ସାନ୍ତାଳ ବିଦ୍ରୋହ ମଧ୍ୟ ହୋଇଥିଲା। ପ୍ରଶାସନିକ ନୀତି, ପ୍ରଶାସନିକ ନୀତି ମଧ୍ୟ ସାନ୍ତାଳ ବିଦ୍ରୋହର ଏକ କାରଣ। ଅର୍ଥନୈତିକ ଶୋଷଣ, ଇଂରେଜମାନେ ସାନ୍ତାଳମାନଙ୍କୁ ଅର୍ଥନୈତିକ ଶୋଷଣ କରୁଥିଲେ, ଏହି ଅର୍ଥନୈତିକ ଶୋଷଣ ମଧ୍ୟ ଏକ ସାନ୍ତାଳ ବିଦ୍ରୋହର କାରଣ ଅଟେ। ପୋଲିସ ଜୁଲମ, ପୋଲିସମାନେ ମଧ୍ୟ ସାନ୍ତାଳମାନଙ୍କ ଉପରେ ଜୁଲମ କରୁଥିଲେ, ତେଣୁକରି ପୋଲିସ ଜୁଲମ ମଧ୍ୟ ଏକ ସାନ୍ତାଳ ବିଦ୍ରୋହର କାରଣ। ତା ସହିତ ନୀଳ ଚାଷ କରିବା ପାଇଁ ଇଂରେଜମାନେ ସାନ୍ତାଳମାନଙ୍କୁ ବାଧ୍ୟ କରୁଥିଲେ, ଏହି ନୀଳ ଚାଷ କରିବା ପାଇଁ ବାଧ୍ୟ ମଧ୍ୟ ଏକ ସାନ୍ତାଳ ବିଦ୍ରୋହର ମୁଖ୍ୟ କାରଣ ଅଟେ। ଏଠି ଯେଉଁ ମୁଖ୍ୟତଃ 7ଟି କାରଣ ଦିଆଯାଇଛି ପିଲାମାନେ, ଏହି 7ଟି କାରଣ ହିଁ ମୁଖ୍ୟତଃ ସାନ୍ତାଳ ବିଦ୍ରୋହ କରିବାରେ ଦାୟୀ ଥିଲା। ସାନ୍ତାଳ ବିଦ୍ରୋହର କାରଣ, ସାନ୍ତାଳ ବିଦ୍ରୋହର ପ୍ରଥମ କାରଣ ହେଉଛି କର୍ତ୍ତୃତ୍ୱ ବିସ୍ତାର। ଇଂରେଜମାନେ ନିଯୁକ୍ତି ପ୍ରଦାନ କରିଥିଲେ ଜମିଦାରମାନଙ୍କୁ, ସାହୁକାରମାନଙ୍କୁ ତଥା ମହାଜନମାନଙ୍କୁ। ଏହି ଜମିଦାର, ସାହୁକାର ଏବଂ ମହାଜନମାନେ ସାନ୍ତାଳମାନଙ୍କ ଉପରେ ତାଙ୍କର କର୍ତ୍ତୃତ୍ୱ ବିସ୍ତାର କରିଥିଲେ। ସାନ୍ତାଳମାନେ ଛୋଟନାଗପୁରର ଗିରି ପର୍ବତ ଅଞ୍ଚଳରେ ରହୁଥିଲେ। ଏହି ସାନ୍ତାଳମାନଙ୍କର ଜୀବିକାର ପ୍ରମୁଖ ବା ମୁଖ୍ୟ ସାଧନ ଥିଲା କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା। ସାନ୍ତାଳମାନଙ୍କୁ ଇଂରେଜମାନେ, ଜମିଦାରମାନେ, ସାହୁକାରମାନେ ଏବଂ ମହାଜନମାନେ ଗୋତି ଶ୍ରମିକ ଭାବରେ ବ୍ୟବହାର କରୁଥିଲେ। ସାନ୍ତାଳମାନଙ୍କ ଅଞ୍ଚଳରେ ସାନ୍ତାଳମାନଙ୍କୁ ହିଁ ସେମାନେ ଗୋତି ଶ୍ରମିକ ଭାବରେ ବ୍ୟବହାର କରୁଥିଲେ। ଇଂରେଜ, ଜମିଦାର, ସାହୁକାର ଏବଂ ମହାଜନମାନଙ୍କର ଏହି ସାନ୍ତାଳମାନଙ୍କ ଉପରେ କର୍ତ୍ତୃତ୍ୱ ବିସ୍ତାର ପାଇଁ ସାନ୍ତାଳମାନେ ସାନ୍ତାଳ ବିଦ୍ରୋହ ଆରମ୍ଭ କଲେ। ସାନ୍ତାଳ ବିଦ୍ରୋହର ଦ୍ୱିତୀୟ କାରଣଟି ହେଉଛି ଇଂରେଜମାନଙ୍କ ରାଜସ୍ୱ ନୀତି। ଇଂରେଜମାନେ ନୂତନ ରାଜସ୍ୱ ନୀତି ସାନ୍ତାଳମାନଙ୍କର ପ୍ରଗଣାରେ ପ୍ରଚଳନ କଲେ, ଯଦ୍ୱାରା ସାନ୍ତାଳମାନେ ଖଜଣା ବା କର ଦେଇପାରିଲେ ନାହିଁ। ସାନ୍ତାଳମାନଙ୍କର ଅଧୀନରେ ଥିବା ଜମିକୁ ସେହି ସାନ୍ତାଳମାନେ ହରେଇଲେ ଏବଂ ସେହି ସାନ୍ତାଳମାନଙ୍କର ଜମି ହସ୍ତାନ୍ତର ହେଲା ସାହୁକାର
ମହାଜନମାନଙ୍କୁ। ଆହୁରି ପିଲାମାନେ 1832 ମସିହାରେ ସାନ୍ତାଳ କ୍ଷେତ୍ର ପାହାଡ଼ିକୁ ଇଂରେଜମାନେ ପୃଥକ କରିଦେଲେ ସମତଳବାସୀଙ୍କ କ୍ଷେତ୍ରଠାରୁ। ପିଲାମାନେ ଡୋମିନିକୋ କାହାକୁ କୁହାଯାଏ? ଦେଖ, ଯେଉଁ ସାନ୍ତାଳମାନେ ଯେଉଁ ଅଞ୍ଚଳରେ ରହୁଥିଲେ ତାକୁ ପାହାଡ଼ି କୁହାଯାଉଥିଲା। ପାହାଡ଼ି ଓ ସମତଳବାସୀଙ୍କ କ୍ଷେତ୍ର ମଧ୍ୟରେ ଏକ ବିସ୍ତୃତ ବନାଞ୍ଚଳ ଥିଲା। ସେହି ବିସ୍ତୃତ ବନାଞ୍ଚଳକୁ ଡୋମିନିକୋ ବୋଲି କୁହାଯାଉଥିଲା ଏବଂ ଏହି ସାନ୍ତାଳମାନେ ସେହି ଡୋମିନିକୋ ଅଞ୍ଚଳର ଜଙ୍ଗଲ କାଟି ଚାଷ ଜମିରେ ପରିଣତ କରିଥିଲେ। ତା ସହିତ ସେଠି ଚାଷ ମଧ୍ୟ କଲେ। କିନ୍ତୁ ସେହି ଚାଷ ମାଧ୍ୟମରେ ସେମାନେ ଯାହା ବି ଉତ୍ପାଦନ କଲେ ସେମାନେ ବାଧ୍ୟ ହୋଇକି କମ୍ ମୂଲ୍ୟରେ ସାହୁକାର ଏବଂ ମହାଜନଙ୍କୁ ବିକ୍ରି କଲେ। ସାନ୍ତାଳମାନେ ଅତ୍ୟଧିକ ପରିଶ୍ରମ କଲେ, ଫସଲ ମଧ୍ୟ ଉତ୍ପାଦନ କଲେ, କିନ୍ତୁ ତାଙ୍କୁ କିଛି ଲାଭ ମିଳିଲା ନାହିଁ ଏବଂ ଦାରିଦ୍ର୍ୟର ଉଣା ମଧ୍ୟ ତାଙ୍କର ହେଲା ନାହିଁ। ତେଣୁକରି ସାନ୍ତାଳମାନେ ଇଂରେଜ ତଥା ସାହୁକାର ଏବଂ ମହାଜନମାନଙ୍କ ବିରୁଦ୍ଧରେ ସାନ୍ତାଳ ବିଦ୍ରୋହ କଲେ। ସାନ୍ତାଳ ବିଦ୍ରୋହର ପରବର୍ତ୍ତୀ କାରଣଟି ହେଉଛି ସାନ୍ତାଳ ମହିଳାମାନଙ୍କ ଉପରେ ଦୁର୍ବ୍ୟବହାର। ଇଂରେଜମାନେ 1840-50 ମସିହାରେ ଏହି ସାନ୍ତାଳମାନେ ଯେଉଁ ଅଞ୍ଚଳରେ ରହୁଥିଲେ ସେହି ଅଞ୍ଚଳରେ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ। ଯଦ୍ୱାରା କ'ଣ ହୋଇଛି ପିଲାମାନେ, ଡୋମିନିକୋ କ୍ଷେତ୍ରକୁ ନୂତନ ଅଧିକାରୀମାନେ ଆସି ରହିଲେ ଏବଂ ସେହି ଡୋମିନିକୋ କ୍ଷେତ୍ରକୁ ଯେଉଁ ନୂତନ ଅଧିକାରୀ ଆସି ରହିଥିଲେ ସେମାନେ ସାନ୍ତାଳ ମହିଳାମାନଙ୍କୁ ଦୁର୍ବ୍ୟବହାର କଲେ, ଯାହାକି ସାନ୍ତାଳମାନଙ୍କର ସ୍ୱାଭିମାନକୁ ଗଭୀର ଆହତ କରିଥିଲା। ଯଦ୍ୱାରା ସାନ୍ତାଳମାନେ ଇଂରେଜମାନଙ୍କ ବିରୁଦ୍ଧରେ ସାନ୍ତାଳ ବିଦ୍ରୋହ କରିଥିଲେ। ପରବର୍ତ୍ତୀ କାରଣଟି ହେଉଛି ପ୍ରଶାସନିକ ନୀତି। ଇଂରେଜମାନେ ସାନ୍ତାଳମାନଙ୍କ ଅଞ୍ଚଳରେ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ। ଇଂରେଜମାନେ ନିଯୁକ୍ତି ପ୍ରଦାନ କଲେ ଜମିଦାରମାନଙ୍କୁ ଏବଂ ଜମିଦାରମାନଙ୍କୁ ଅଧିକାର ଦେଲେ କର ଆଦାୟ କରିବାର। ପିଲାମାନେ, ତୁମର ପରୀକ୍ଷାରେ 1 ମାର୍କର ପ୍ରଶ୍ନ ଆସିଯାଏ, ଡିକୁ କାହାକୁ କୁହାଯାଏ ବୋଲି। କାହାକୁ କୁହାଯାଏ? ଅଣ ଆଦିବାସୀ ଜମିଦାର, ସାହୁକାର ତଥା ବ୍ରିଟିଶମାନଙ୍କୁ ଏହି ସାନ୍ତାଳମାନେ ଡିକୁ ବୋଲିକି ସମ୍ବୋଧନ କରୁଥିଲେ। ଏହି ବ୍ରିଟିଶର୍ସମାନେ ତଥା ଜମିଦାରମାନେ ସାନ୍ତାଳ ପରିଷଦକୁ ଭାଙ୍ଗିଦେଲେ ଏବଂ ସେହି ସାନ୍ତାଳ ପରିଷଦ ସ୍ଥାନରେ ଜମିଦାର ପରିଷଦ ଗଠନ କଲେ। ଏହି ସମସ୍ତ ପ୍ରଶାସନିକ ନୀତି ଯୋଗୁଁ ସାନ୍ତାଳମାନେ ସାନ୍ତାଳ ବିଦ୍ରୋହ ଆରମ୍ଭ କଲେ। ସାନ୍ତାଳ ବିଦ୍ରୋହର ପରବର୍ତ୍ତୀ କାରଣଟି ହେଉଛି ଅର୍ଥନୈତିକ ଶୋଷଣ। ସାନ୍ତାଳମାନଙ୍କୁ ଆର୍ଥିକ ଶୋଷଣ କରୁଥିଲେ ଜମିଦାରମାନେ, ଇଂରେଜମାନେ ଏବଂ ବଣିଆମାନେ। ଏହି ସାନ୍ତାଳମାନେ ଋଣ ଆଣୁଥିଲେ ଜମିଦାରମାନଙ୍କଠାରୁ, ମହାଜନମାନଙ୍କଠାରୁ, ବଣିଆମାନଙ୍କଠାରୁ। ଯେତେବେଳେ ସାନ୍ତାଳମାନେ ଋଣ ପରିଶୋଧ କରି ନ ପାରୁଥିଲେ ସେହି ସମୟରେ ଏହି ସାନ୍ତାଳମାନଙ୍କୁ ଆଜୀବନ ଗତି କରିବାକୁ ପଡ଼ୁଥିଲା ଜମିଦାର, ମହାଜନ ଏବଂ ବଣିଆମାନଙ୍କର ପାଖରେ। ଆହୁରି ପିଲାମାନେ, ଏହି ସାନ୍ତାଳମାନେ ତାଙ୍କର ବନ୍ଧକ ଜମି କେବେ ବି ମୁକୁଳାଇ ପାରିଲେ ନାହିଁ। ତେଣୁକରି ସାନ୍ତାଳମାନେ ବିରୋଧ କରୁଥିଲେ ଇଂରେଜ ତଥା ଜମିଦାରମାନଙ୍କୁ। ଏହିପରି ଭାବରେ ଇଂରେଜମାନେ ତଥା ଜମିଦାରମାନେ ସାନ୍ତାଳମାନଙ୍କର ଆର୍ଥିକ ଶୋଷଣ କରୁଥିଲେ, ଯଦ୍ୱାରା ସାନ୍ତାଳମାନେ ସାନ୍ତାଳ ବିଦ୍ରୋହ ଆରମ୍ଭ କଲେ।
ପୋଲିସ ଜୁଲମ ମଧ୍ୟ ସାନ୍ତାଳ ବିଦ୍ରୋହର ଏକ ମୁଖ୍ୟ କାରଣ ଅଟେ। ସାନ୍ତାଳମାନେ ପୋଲିସ ଜୁଲମର ଶିକାର ହେଉଥିଲେ। କିପରି ଭାବରେ ସାନ୍ତାଳମାନେ ପୋଲିସ ଜୁଲମର ଶିକାର ହେଉଥିଲେ ଦେଖ ପିଲାମାନେ। ସାନ୍ତାଳମାନେ ଯେଉଁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଥିଲେ ତାକୁ ପୋଲିସମାନେ ନେଇଯାଉଥିଲେ, ଯଦ୍ୱାରା ସାନ୍ତାଳମାନଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଉଥିଲା। ଏବଂ ଯେଉଁ ସାନ୍ତାଳମାନେ ଏହି ପୋଲିସ ଜୁଲମକୁ ପ୍ରତିବାଦ କରୁଥିଲେ ସେହି ସାନ୍ତାଳମାନଙ୍କୁ ପୋଲିସମାନେ ମାଡ଼ ମାରୁଥିଲେ ତଥା ଥାନାରେ ପୁରେଇ ସେହି ସାନ୍ତାଳମାନଙ୍କ ସହିତ ଅତ୍ୟାଚାର କରୁଥିଲେ। ଏହିପରି ଭାବରେ ପୋଲିସ ଜୁଲମ ମଧ୍ୟ ଏକ ମୁଖ୍ୟ କାରଣ ସାନ୍ତାଳ ବିଦ୍ରୋହ ହେବା ପାଇଁ। ଏଠି ଯେଉଁ ଫଟୋଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋଚିତ୍ରଟି ହେଉଛି ନୀଳ ଚାଷର ଏକ ଫଟୋଚିତ୍ର। ଏହି ନୀଳକୁ ରଙ୍ଗ କରିବା ପାଇଁ ବ୍ୟବହାର କରାଯାଉଥିଲା ଏବଂ ଏହାର ଚାହିଦା ୟୁରୋପରେ ଅତ୍ୟଧିକ ଥିଲା। ଏବେ ଯେଉଁ ଆମେ ଦେଖିଲା ଏହି ନୀଳ ଚାଷ କରିବା ପାଇଁ ସାନ୍ତାଳମାନଙ୍କୁ ବାଧ୍ୟ କରାଯାଉଥିଲା। ଏହି ନୀଳ ଚାଷ କରିବା ପାଇଁ ଯେଉଁ ସାନ୍ତାଳମାନଙ୍କୁ ବାଧ୍ୟ କରାଯାଉଥିଲା ତାହା ମଧ୍ୟ ଏକ ମୁଖ୍ୟ କାରଣ ଅଟେ ସାନ୍ତାଳ ବିଦ୍ରୋହ ପାଇଁ। ଇଂରେଜମାନେ ସାନ୍ତାଳମାନଙ୍କୁ ନୀଳ ଚାଷ କରିବା ପାଇଁ ବାଧ୍ୟ କରୁଥିଲେ। ଯେଉଁ ସାନ୍ତାଳମାନେ ନୀଳ ଚାଷ କରିବାକୁ ରାଜି ହେଉନଥିଲେ ତାଙ୍କୁ ଜମିଦାର ତଥା ପୋଲିସର ଭୟ ଦେଖାଉଥିଲେ, ଯଦ୍ୱାରା ସାନ୍ତାଳମାନେ ଅନ୍ୟ ଫସଲ ଆଉ ଉତ୍ପାଦନ କରିପାରିଲେ ନାହିଁ। ତାହା ସହିତ ପିଲାମାନେ କେବଳ ନୀଳ ଚାଷ କରିବା ଦ୍ୱାରା ଜମିର ଉର୍ବରତା ମଧ୍ୟ କମିଲା। ଯେହେତୁ ସାନ୍ତାଳମାନଙ୍କୁ ବାଧ୍ୟ କରାଗଲା କେବଳ ନୀଳ ଚାଷ କରିବା ପାଇଁ, ଯଦ୍ୱାରା ସାନ୍ତାଳମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଲେ। ତେଣୁକରି ଏହି ସାନ୍ତାଳମାନେ ବିରୋଧ କଲେ ଇଂରେଜମାନଙ୍କୁ ଏବଂ ଇଂରେଜମାନଙ୍କ ବିରୋଧରେ ସେମାନେ ସାନ୍ତାଳ ବିଦ୍ରୋହ ଆରମ୍ଭ କଲେ। ଆଜିର ଏହି ଭିଡ଼ିଓରେ ଆମେ ଜାଣିଲେ ସାନ୍ତାଳ ବିଦ୍ରୋହର କାରଣ ଗୁଡ଼ିକ ବିଷୟରେ। ସାନ୍ତାଳ ବିଦ୍ରୋହର କାରଣ ଗୁଡ଼ିକ କ'ଣ କ'ଣ ଥିଲା? କର୍ତ୍ତୃତ୍ୱ ବିସ୍ତାର, ଇଂରେଜମାନଙ୍କ ରାଜସ୍ୱ ନୀତି, ସାନ୍ତାଳ ମହିଳାମାନଙ୍କ ଉପରେ ଦୁର୍ବ୍ୟବହାର, ପ୍ରଶାସନିକ ନୀତି, ଅର୍ଥନୈତିକ ଶୋଷଣ, ପୋଲିସର ଜୁଲମ ଏବଂ ନୀଳ ଚାଷ କରିବା ପାଇଁ ବାଧ୍ୟ। ଏହି ସମସ୍ତ କାରଣ ଦାୟୀ ଥିଲେ ସାନ୍ତାଳ ବିଦ୍ରୋହ ହେବା ପାଇଁ। ପିଲାମାନେ ଭିଡ଼ିଓଟି ଯଦି ଭଲ ଲାଗିଥିବ ଲାଇକ୍, ସେୟାର ଏବଂ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ।